ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ଭଲରେ ଥିବେ। ପୁରୀ ଶ୍ରୀକ୍ଷେତ୍ରରେ ଆକାଶକୁ ଛୁଇଁଥିବା ଏକ ଅଦ୍ଭୁତ ରହସ୍ୟ, ଯାହାକୁ ଦେଖିଲେ ହୃଦୟ ଭକ୍ତିରେ ଭରିଯାଏ, ସେହି ହେଉଛି ନୀଳଚକ୍ର। କୁହାଯାଏ, ନୀଳଚକ୍ର ଯେଉଁ ଦିଗରେ ଦେଖିବେ ସେ ଆପଣଙ୍କ ଦିଗକୁ ମୁହଁ କରି ରହିଥାଏ। ଏହା କେବଳ ଶିଳ୍ପକୌଶଳ ନା, ଏହାର ଭିତରେ ରହିଛି ଦିବ୍ୟ ରହସ୍ୟ। ଆଜି ଆମେ ଜାଣିବା ନୀଳଚକ୍ରର ଗୁପ୍ତ ରହସ୍ୟ, ଆଧ୍ୟାତ୍ମିକ ମହତ୍ତ୍ୱ ଓ ଚମତ୍କାର କାହାଣୀ। ଓଡ଼ିଶାର ପବିତ୍ର ଧାମ ପୁରୀରେ ଅବସ୍ଥିତ ଜଗନ୍ନାଥ ମନ୍ଦିର, ଭଗବାନ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର। ଏହି ମନ୍ଦିରର ଶିଖର ଉପରେ ପ୍ରାୟ 214 ଫୁଟ ଉଚ୍ଚତାର ରହିଛି ନୀଳଚକ୍ର। କୁହାଯାଏ, ଏହା ଅଷ୍ଟଧାତୁରେ ନିର୍ମିତ। ଏହାର ଓଜନ ପ୍ରାୟ 1 ଟନ୍‌ରୁ ଅଧିକ। ଚକ୍ରରେ ରହିଛି 8ଟି କିରଣ, ଯାହା ଅଷ୍ଟ ଦିଗକୁ ପ୍ରତିନିଧିତ୍ୱ କରେ। ଏହି ଚକ୍ର କେବଳ ଏକ ଶିଳ୍ପକଳା ନୁହେଁ, ଏହା ଭଗବାନ ବିଷ୍ଣୁଙ୍କ ସୁଦର୍ଶନ ଚକ୍ରର ପ୍ରତୀକ। ପୁରୀର କେଉଁ ଦିଗରୁ ନୀଳଚକ୍ରକୁ ଦେଖନ୍ତୁ, ଆପଣଙ୍କୁ ଲାଗିବ ଏହା ଆପଣଙ୍କୁ ହିଁ ଦେଖୁଛି। ବିଜ୍ଞାନ କହେ, ଏହା ଏକ ଅପ୍ଟିକାଲ ଇଲ୍ୟୁଜନ୍। କିନ୍ତୁ ଭକ୍ତମାନେ କହନ୍ତି, ପ୍ରଭୁ ସବୁଠି ଅଛନ୍ତି, ସେ ସବୁକିଛି ଦେଖୁଛନ୍ତି। ଏହାର ଆକୃତି ଏମିତି ଯେ ସମସ୍ତ ଦିଗରୁ ଏକା ଭାବରେ ଦେଖାଯାଏ। ଏହା ଆମକୁ ଶିଖାଏ, ଭଗବାନଙ୍କ ଦୃଷ୍ଟିରୁ କେହି ଲୁଚି ରହିପାରିବେ ନାହିଁ। ପୁରୀ ସମୁଦ୍ର ତଟରେ ଅବସ୍ଥିତ। ସାଧାରଣତଃ ପବନ ସମୁଦ୍ରରୁ ଭୂମି ଦିଗକୁ ବହିଥାଏ। କିନ୍ତୁ ଆଶ୍ଚର୍ଯ୍ୟ, ମନ୍ଦିର ଉପରେ ଥିବା ପତିତପାବନ ବାନା ପବନର ବିପରୀତ ଦିଗରେ ଉଡ଼ିଥାଏ। ଏହାକୁ ଲୋକେ ଦିବ୍ୟ ଶକ୍ତିର ପ୍ରମାଣ ଭାବେ ଦେଖନ୍ତି। ପ୍ରତିଦିନ ଏକ ସେବାୟତ ଜୀବନକୁ ବିପଦରେ ପକାଇ ମନ୍ଦିର ଶିଖରରେ ଚଢ଼ି ଧ୍ୱଜା ପରିବର୍ତ୍ତନ କରନ୍ତି। କୁହାଯାଏ, ଯଦି କେବେ ଧ୍ୱଜା ପରିବର୍ତ୍ତନ ନ ହୁଏ, ମନ୍ଦିର ଦୀର୍ଘ 18 ବର୍ଷ ପର୍ଯ୍ୟନ୍ତ ବନ୍ଦ ରହିବ। ନୀଳଚକ୍ର ଅଷ୍ଟଧାତୁରେ ନିର୍ମିତ। ସୁନା, ରୂପା, ତାମ୍ବା, ଲୁହା, ସୀସା ଇତ୍ୟାଦି ମିଶ୍ରଣ। ଅଷ୍ଟଧାତୁକୁ ହିନ୍ଦୁ ଧର୍ମରେ ଶକ୍ତିର ପ୍ରତୀକ ମନାଯାଏ। 8ଟି କିରଣ, 8 ଦିଗ, 8 ଦେବତା, 8 ପ୍ରକାର ଶକ୍ତି। ଏହା ବିଶ୍ୱଚକ୍ରର ପ୍ରତୀକ, ସମୟ, ଜୀବନ ଓ ଧର୍ମର ଚକ୍ର। ନୀଳଚକ୍ରକୁ ଭଗବାନ ବିଷ୍ଣୁଙ୍କ ସୁଦର୍ଶନ ଚକ୍ରର ରୂପ ଭାବରେ ମନାଯାଏ। ସୁଦର୍ଶନ ଅର୍ଥ ସୁ ଅର୍ଥ ଭଲ, ଦର୍ଶନ ଅର୍ଥ ଦେଖିବା। ଯିଏ ସତ୍ୟ ଓ ଧର୍ମକୁ ଦେଖେ, ସେଇ ହେଉଛି ସୁଦର୍ଶନ। ନୀଳଚକ୍ର ଆମକୁ ମନେ ପକାଏ, ଅଧର୍ମ ଉପରେ ଧର୍ମର ବିଜୟ ନିଶ୍ଚିତ। ଲୋକକଥାରେ ଆସେ, ନୀଳଚକ୍ର ଉପରେ କେବେ ପକ୍ଷୀ ବସୁନାହାନ୍ତି। କିଛି ଲୋକେ କୁହନ୍ତି, ଏହା ଦିବ୍ୟ ଶକ୍ତି। ବିଜ୍ଞାନ କହେ, ଉଚ୍ଚତା, ଧାତୁ ଓ ପବନର ଗତି ହେତୁ ପକ୍ଷୀ ବସିବା କଷ୍ଟକର। କିନ୍ତୁ ଭକ୍ତ ପାଇଁ ଏହା ଏକ ଚମତ୍କାର। ଶତାବ୍ଦୀ ଧରି ଅନେକ ଝଡ଼, ବାତ୍ୟା ଆକ୍ରମଣ ସତ୍ତ୍ୱେ ନୀଳଚକ୍ର ଅଟକି ରହିଛି। ଏହା ଆମକୁ ଶିଖାଏ, ଭକ୍ତି ଓ ଧର୍ମ ବିଜୟ। ଆଧ୍ୟାତ୍ମିକ ସନ୍ଦେଶ। ନୀଳଚକ୍ର କେବେ ଧାତୁ ନୁହେଁ, ଏହା ଆମର ଆସ୍ଥାର କେନ୍ଦ୍ରବିନ୍ଦୁ। ଯେତେବେଳେ ଆପଣ ପୁରୀ ଯାଆନ୍ତି, ପ୍ରତ୍ୟେକ
ପ୍ରଥମେ ନୀଳଚକ୍ରକୁ ଦେଖନ୍ତି। ମନରେ ପ୍ରାର୍ଥନା କରନ୍ତୁ, ହେ ପ୍ରଭୁ, ମୋ ଜୀବନର ଚକ୍ରକୁ ସତ୍ୟ ଓ ଧର୍ମରେ ଘୁରାନ୍ତୁ। ନୀଳଚକ୍ର ଆମକୁ ଶିଖାଏ, ସମୟ ଘୁରେ, ଜୀବନ ଘୁରେ, ଭାଗ୍ୟ ମଧ୍ୟ ଘୁରେ, କିନ୍ତୁ ଭକ୍ତି ଓ ବିଶ୍ୱାସ ସେମିତି ରହିଥାଏ। ପୁରୀର ଆକାଶରେ ଦଣ୍ଡାୟମାନ ନୀଳଚକ୍ର ଆମକୁ ସଦା ସ୍ମରଣ କରାଏ, ପ୍ରଭୁ ସବୁଠି ଅଛନ୍ତି। ଜୟ ଜଗନ୍ନାଥ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ କମେଣ୍ଟରେ ଲେଖନ୍ତୁ ଜୟ ଜଗନ୍ନାଥ।